ରାତିରେ ପୂଜା କରିବା ସମୟରେ ଏହି ଜିନିଷ ଗୁଡ଼ିକୁ ଧ୍ୟାନରେ ରଖନ୍ତୁ। ଆପଣ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ। ଆପଣ ଯେକୌଣସି ସମୟରେ ଭଗବାନଙ୍କୁ ଉପାସନା କରିପାରିବେ। ଭଗବାନଙ୍କ ଧ୍ୟାନ ପାଇଁ ପ୍ରତ୍ୟେକ ସମୟ ଗୁରୁତ୍ୱପୂର୍ଣ୍ଣ ଏବଂ ଶୁଭ ଅଟେ। ଯଦି ମନରେ ଅସ୍ଥିରତା ଥାଏ, ତେବେ ପୂଜା କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ସୁଖ ଏବଂ ସମୃଦ୍ଧତା ବଢ଼ାଇଥାଏ। ପୁରାଣରେ କୁହାଯାଇଛି ଯେ ଈଶ୍ୱରଙ୍କୁ ସ୍ମରଣ କରିବା ଏବଂ ଯେକୌଣସି ସମୟରେ ତାଙ୍କୁ ଉପାସନା କରିବା ଶୁଭ ଫଳ ଆଣିଥାଏ ଏବଂ ଶାନ୍ତି ଅନୁଭବ କରିଥାଏ। କିନ୍ତୁ ରାତିର ପୂଜା କରିବା ସମୟରେ କିଛି ଜିନିଷ ଧ୍ୟାନରେ ରଖିବାକୁ ଆବଶ୍ୟକ। ଅଧିକାଂଶ ଲୋକ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ଭୁଲ କରନ୍ତି। ଆସନ୍ତୁ ଜାଣିବା ଏହି ବିଶେଷ ଜିନିଷ ଗୁଡ଼ିକ କ'ଣ, ଯାହା ରାତିରେ ପୂଜା କରିବା ସମୟରେ ବିଶେଷ ଧ୍ୟାନ ଦେବା ଉଚିତ। ରାତିରେ ଶଙ୍ଖ ବଜାଇବା ନିଷେଧ। ପୁରାଣରେ କୁହାଯାଇଛି ଯେ ରାତି ପୂଜା ସମୟରେ ଶଙ୍ଖ ବଜାଇବା ଉଚିତ ନୁହେଁ। କାରଣ କୁହାଯାଏ ଯେ ଦେବତା ଏବଂ ଦେବୀମାନେ ସୂର୍ଯ୍ୟାସ୍ତ ପରେ ଶୋଇବାକୁ ଯାଆନ୍ତି ଏବଂ ଶଙ୍ଖ ଶବ୍ଦ ଦ୍ୱାରା ସେମାନଙ୍କର ନିଦ ବାଧାପ୍ରାପ୍ତ ହୁଏ। ଏପରି ପରିସ୍ଥିତିରେ ଶଙ୍ଖ ବଜାଇବା ଲାଭ ବଦଳରେ କ୍ଷତି ଘଟାଏ। ଯଦି ଆପଣ ରାତିର ପୂଜାର ସମ୍ପୂର୍ଣ୍ଣ ଲାଭ ଚାହୁଁଛନ୍ତି, ତେବେ ରାତିରେ ଶଙ୍ଖ ସେଲ୍ ବ୍ୟବହାର କରନ୍ତୁ ନାହିଁ। ନମ୍ବର 2, ରାତିରେ ଘଣ୍ଟି ବଜାଇବା ମନା। ସାଧାରଣତଃ ଉପାସନାରେ ଘଣ୍ଟା ଏବଂ ଘଣ୍ଟି ବ୍ୟବହୃତ ହୁଏ, କିନ୍ତୁ ଯେପରି ରାତିରେ ଶଙ୍ଖ ବ୍ୟବହାର କରାଯିବା ଉଚିତ ନୁହେଁ, ସେହିଭଳି ଘଣ୍ଟି ବ୍ୟବହାର ମଧ୍ୟ ଏଡ଼ାଇବା ଉଚିତ। ଶଙ୍ଖ ପରି ଘଣ୍ଟି ବଜାଇବା ଦ୍ୱାରା ଶୁଦ୍ଧ ଜୀବମାନେ ପ୍ରଭାବିତ ହୁଅନ୍ତି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟାସ୍ତ ପରେ ଘଣ୍ଟି ବ୍ୟବହାର କରାଯିବା ଉଚିତ ନୁହେଁ। ନମ୍ବର 3, ରାତିରେ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ତୁଳସୀ ପତ୍ରକୁ ସୂର୍ଯ୍ୟାସ୍ତ ପରେ ଛୁଇଁବା କିମ୍ବା ତୋଳିବା ଉଚିତ ନୁହେଁ। ଶାସ୍ତ୍ରରେ କୁହାଯାଇଛି ଯେ ଏହି ସମୟରେ ତୁଳସୀଙ୍କୁ ଛୁଇଁବା ନିଷେଧ, କାରଣ ଏହି ସମୟରେ ତୁଳସୀ ତାଙ୍କ ଲୀଳା କରିବାକୁ ଯାଇଥାନ୍ତି। ଏହି ସମୟରେ ତୁଳସୀ ଆରତି ଏବଂ ଦୀପ ସହିତ ସମ୍ପନ୍ନ ହେବା ଉଚିତ। ସୂର୍ଯ୍ୟାସ୍ତ ସମୟରେ ଏହି ତୁଳସୀ ପତ୍ରକୁ ଛୁଇଁଲେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ଏବଂ ନକାରାତ୍ମକ ଶକ୍ତି ବଢ଼ାଇଥାଏ। ନମ୍ବର 4, ରାତିରେ ଏହି ଦିଗରେ ପୂଜା କରନ୍ତୁ। ରାତିରେ ପୂଜା କରିବା ବେଳେ ଆପଣଙ୍କ ଚେହେରା ଉତ୍ତର ଆଡ଼କୁ ରହିବା ଉଚିତ। ଏହା କରିବା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ। ଆହୁରି ମଧ୍ୟ ଭଗବାନ ଶିବଙ୍କ ପୂଜାରେ ଉତ୍ତର ଦିଗକୁ ସର୍ବଦା ଗୁରୁତ୍ୱ ଦିଆଯାଇଥାଏ। ଏହି ଦିଗରେ ପୂଜା କରିବା କେବଳ ଧନ ବୃଦ୍ଧି କରେ ନାହିଁ, ବରଂ ସୁଖ ଏବଂ ଧନକୁ ମଧ୍ୟ ବଢ଼ାଇଥାଏ। ଆଶା କରୁଛି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଜୟ ଜଗନ୍ନାଥ।